ଆଜିର ଅନୁଚିନ୍ତା। ଆପଣମାନଙ୍କୁ ମୁଁ 4ଟି ଅନୁଚିନ୍ତା କହିବି। ଯେଉଁ 4ଟି କହିବି ଆପଣଙ୍କ ଜୀବନରେ ଦୁଃଖ ଥିବା ମଣିଷଙ୍କୁ ସୁଖ କରିପାରେ। ତେଣୁ ସେହି 4ଟି ଅନୁଚିନ୍ତା ଡିସ୍କସନ୍ କରିବା ପୂର୍ବରୁ ଆପଣମାନେ ଯଦି ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଯଦି ଆପଣମାନେ ଏହି ପର୍ଯ୍ୟନ୍ତ ସାଙ୍ଗସାଥିମାନଙ୍କୁ ସେୟାର କରିନାହାନ୍ତି ତେବେ ଭିଡ଼ିଓକୁ ସେୟାର କରନ୍ତୁ। ଆପଣମାନେ ଯଦି ଏହିପରି ଅନୁଚିନ୍ତା ମୋଟିଭେସନାଲ୍ ଭିଡ଼ିଓ ପାଇବା ପାଇଁ ଚାହୁଁଥିଲେ ଭିଡ଼ିଓକୁ ଗୋଟେ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ଅଲ୍ ନୋଟିଫିକେସନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଆପଣ ନିକଟରେ ଏହିପରି ଭିଡ଼ିଓ ପହଞ୍ଚିବ। ଚାଲନ୍ତୁ ସେହି 4ଟି ଅନୁଚିନ୍ତା ଡିସ୍କସନ୍ କରିବା। ପ୍ରଥମ ଅନୁଚିନ୍ତା ହେଲା ଦର୍ଶକ ବନ୍ଧୁ, ଯଦି ଆମେ ଆମର କର୍ମ କରି ଚାଲିବା ଆମର ପଥ ନିଶ୍ଚିତ କୁସୁମିତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ଦ୍ୱିତୀୟ ଅନୁଚିନ୍ତା ହେଲା ଦର୍ଶକ ବନ୍ଧୁ, ଭଲ ମାର୍ଗରେ ସହଜରେ କେହି ଯାତ୍ରା କରନ୍ତି ନାହିଁ ଏବଂ ଖରାପ ମାର୍ଗକୁ ସମସ୍ତେ ସହଜରେ ଆପଣେଇ ନିଅନ୍ତି। ତୃତୀୟ ଅନୁଚିନ୍ତା ହେଲା ଦର୍ଶକ ବନ୍ଧୁ, ଡେରିରେ ହେଉ ପଛେ ନିଜ ଗୋଡ଼ରେ ଛିଡ଼ା ହୁଅ, କାରଣ ଶେଷରେ ଲୋକେ ତୁମ ଯୋଗ୍ୟତାଟିକୁ ଦେଖିବେ। ଶେଷ ଅନୁଚିନ୍ତା ହେଲା ଦର୍ଶକ ବନ୍ଧୁ, ନିଜର ପିଠିକୁ ସବୁବେଳେ ମଜବୁତ ରଖିବାକୁ ଚେଷ୍ଟା କରନ୍ତୁ, କାହିଁକିନା ସାବାସ ଆଉ ଧକ୍କା ଦୁଇଟି ଯାକ ପଛପଟରୁ ହିଁ ମିଳିଥାଏ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣଙ୍କ ଏହି ଅନୁଚିନ୍ତା କେମିତି ଲାଗିଲା କମେଣ୍ଟରେ ପଚାରନ୍ତୁ। ଏହି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ। ଦର୍ଶକ ବନ୍ଧୁ, ପରବର୍ତ୍ତୀ ଭିଡ଼ିଓରେ ଦେଖାହେବା। ରହିଲି, ଧନ୍ୟବାଦ।